ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିଛି। ଏଥିପାଇଁ ଏପର୍ଯ୍ୟନ୍ତ 9 ଜଣ ଲୋକଙ୍କ ଜୀବନ ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଅତିକମ୍ରେ 9 ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ 8 ଜଣ ଲୋକ କେଣ୍ଟ ରାଜ୍ୟର ବାସିନ୍ଦା। ପରିସ୍ଥିତି ଏତେ ଖରାପ ଯେ ନଦୀଗୁଡ଼ିକ ଉଛୁଳି ପଡ଼ିଛି ଏବଂ ରାସ୍ତାରେ ପାଣି ପ୍ରବାହିତ ହୋଇଛି। ପାଗର ଏହି ପରିବର୍ତ୍ତନ ଯୋଗୁଁ ସମଗ୍ର ରାଜ୍ୟର ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏହି ସମୟରେ କେଣ୍ଟୁକି ରାଜ୍ୟପାଳ ଆଣ୍ଡି ବେସିୟର ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ବନ୍ୟାରେ ଫସି ରହିଥିବା ଶହ ଶହ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ବେସିୟାର କହିଛନ୍ତି। ରାଜ୍ୟପାଳ ବେସିୟାର କହିଛନ୍ତି ଯେ କାରରେ ପାଣି ପଶି ବୁଡ଼ିଯିବାରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର 7 ବର୍ଷର ଶିଶୁ ଅନ୍ତର୍ଭୁକ୍ତ। ସେ କହିଛନ୍ତି, ବନ୍ଧୁଗଣ, ଏବେ ରାସ୍ତାକୁ ବାହାରକୁ ଆସନ୍ତୁ ନାହିଁ ଏବଂ ସୁରକ୍ଷିତ ରୁହନ୍ତୁ। ସେ ଆହୁରି କହିଛନ୍ତି, ଏହା ସନ୍ଧାନ ଏବଂ ଉଦ୍ଧାର ସମୟ। ମୁଁ ସମସ୍ତ କେଣ୍ଟୁକିଆନଙ୍କ ପାଇଁ ବହୁତ ଗର୍ବିତ, ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହି ସମୟରେ ଅଲବାମାର ପାଣିପାଗ ସେବା କହିଛି ଯେ ହେଲ୍ କାଉଣ୍ଟିରେ ଏକ ଘୂର୍ଣ୍ଣିବାତ୍ୟା ହୋଇଛି। ଏହି ଘୂର୍ଣ୍ଣିବାତ୍ୟା ଏବଂ ଝଡ଼ ଯୋଗୁଁ ଅନେକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହୋଇଛି। ଅନେକ ଅଞ୍ଚଳରେ ଗଛ ପଡ଼ିବାର ମଧ୍ୟ ଖବର ଅଛି, ଯାହା ଯୋଗୁଁ ବିଦ୍ୟୁତ୍ ତାରଗୁଡ଼ିକ ପ୍ରଭାବିତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଉତ୍ତର ସହ ଟୁସକୁମ୍ବିଆରେ ଅନେକ ଘରର ଛାତ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀମାନେ ଲୋକଙ୍କୁ ଏହି ଅଞ୍ଚଳଗୁଡ଼ିକରୁ ଦୂରରେ ରହିବାକୁ କହିଛନ୍ତି। ବନ୍ୟା ଯୋଗୁଁ ଏକ ବନ୍ଧ ଭାଙ୍ଗିଯାଇଛି, ଯାହା ଫଳରେ ଟେନେସିର ଓବିଅନ୍ କାଉଣ୍ଟିର କିଛି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜାତୀୟ ପାଣିପାଗ ସେବା ଅନୁଯାୟୀ ଉତ୍ତର ଡାକୋଟାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା 0ରୁ 50 ଡିଗ୍ରୀ ତଳେ ଖସିଯାଇଛି।